ସ୍ୱାଧୀନତା ଦିବସ 10 ଧାଡ଼ି ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ସାନ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀଗଣ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ 2025 ମସିହା। ଆମ ଦେଶର 71ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ହେଉଛି ମାନବର ଜନ୍ମଗତ ଅଧିକାର, କିନ୍ତୁ ଭାରତ ବହୁ ବର୍ଷ ଧରି ତାର ସ୍ୱାଧୀନତା ହରାଇଥିଲା ମୋଗଲ ଏବଂ ଇଂରେଜମାନଙ୍କ ପରି ବାହାର ଆକ୍ରମଣକାରୀଙ୍କ ଦ୍ୱାରା। ଭାରତୀୟମାନେ ଶହ ଶହ ବର୍ଷ ଧରି ଶାସିତ ହେଲେ। ସୁଭାଷ ଚନ୍ଦ୍ର ବୋଷ, ବାଜି ରାଉତ, ରାଣୀ ଲକ୍ଷ୍ମୀବାଇ, ମହାତ୍ମା ଗାନ୍ଧୀଙ୍କ ପରି ଅନେକ ବୀରପୁତ୍ରମାନେ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିଥିଲେ। ଶେଷରେ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ଭାରତ ସ୍ୱାଧୀନତା ହାସଲ କଲା। ଆମ ଦେଶର ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ। ଆସନ୍ତୁ ଆଜି ସ୍ୱାଧୀନତା ଦିବସକୁ ଅତି ଆନନ୍ଦ ଉତ୍ସାହରେ ପାଳନ କରିବା ଏବଂ ଆମ ଦେଶ ଭାରତକୁ ଆଗେଇ ନେବାକୁ ଚେଷ୍ଟା କରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।